ସମସ୍ତଙ୍କୁ ନମସ୍କାର। ଆମ ସାମାଜିକ ପାଠ ଆମ ବିଚିତ୍ର ବିଶ୍ୱ ବହିର ଦ୍ୱିତୀୟ ପାଠ ପଡ଼ୋଶୀ ମାନଙ୍କୁ ଜାଣିବା। ତାର ଘରକୁ ଫେରିବା ବାଟରେ ଭାଗ 2କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ତ ଭାଗ 1ରେ ଆମେ ପଢିଥିଲେ, କଣ ପଢିଥିଲେ ଟିକେ ମନେ ପକେଇଲ? ପୋଷ୍ଟ ଅଫିସରେ କେଉଁମାନେ କାର୍ଯ୍ୟ କରନ୍ତି ଆଉ ସେମାନେ କି କାର୍ଯ୍ୟ କରିଥାନ୍ତି। ତ ଏବେ ଆମେ ଦେଖିବା ଏ ଅଧ୍ୟାୟରେ କଣ କଣ ସବୁ ଅଛି। ତାହେଲେ ଏ ଅଧ୍ୟାୟ ଶେଷରେ ତୁମେମାନେ କଣ ଜାଣିବ ନା ପୋଷ୍ଟ ଅଫିସରୁ ଆମକୁ କି ସହାୟତା ମିଳିଥାଏ। ପୋଷ୍ଟ ଅଫିସ ଆମକୁ କେଉଁ କେଉଁ କାମରେ ସାହାଯ୍ୟ କରେ ସେ ସମ୍ପର୍କରେ ଜାଣିବ। ତା ସହିତ ଆଗ କାଳରେ କିପରି ସମ୍ବାଦ ପ୍ରେରଣ କରାଯାଉଥିଲା ଆଉ ଧୀରେ ଧୀରେ ତାର କିପରି ପ୍ରଗତି ହେଲା ସେ ସମ୍ପର୍କରେ ତମେ ଜାଣିବ ଆଉ କହିବ। ଠିକ ଅଛି, ତ ଏବେ ଆସ ଆମେ ଅଧ୍ୟାୟ ମଧ୍ୟକୁ ଯିବା ଓ ଦେଖିବା ସେଥିରେ ଆମ ପାଇଁ ସବୁ କଣ କଣ ସବୁ ରହିଛି। ତ ପ୍ରଥମେ ଆସ ଆମେ କିଛି ପ୍ରଶ୍ନର ଆଲୋଚନା କରିବା। ଦେଖ, ତୁମେ କିମ୍ବା ତୁମର ପରିବାରର ସଦସ୍ୟମାନେ କେବେ ଚିଠି ପାଇଛନ୍ତି କି? ତୁମେ ଘରେ ଦେଖିଛ ତମ ଘର ଲୋକଙ୍କ ଚିଠି ଆସିବାର? ଦେଖିଛ? ହଁ, ମୋର ପରିବାର ସଦସ୍ୟ ମାନେ ଅନେକ ସମୟରେ ଚିଠି ପାଇଛନ୍ତି, କାରଣ ଆଗରୁ ଯେତେବେଳେ ସମ୍ପର୍କୀୟ ମାନେ ଖବର ଦେବା ପାଇଁ ଚିଠି ଲେଖୁଥିଲେ ଏବଂ ବର୍ତ୍ତମାନ ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କିମ୍ବା ବ୍ୟାଙ୍କରୁ ଜରୁରୀ କାଳୀନ ଚିଠି ଆମର ଏଇ ପୋଷ୍ଟ ଅଫିସ ମାଧ୍ୟମରେ ଆସେ। ଯେହେତୁ ଆଗ କାଳରେ ଏତେ ଉନ୍ନତ ବ୍ୟବସ୍ଥା ନଥିଲା, ତେଣୁ ସେମାନେ କଣ କରୁଥିଲେ ନା ଚିଠି ମାଧ୍ୟମରେ ପରସ୍ପରକୁ ଖବର ପଠାଉଥିଲେ। କିନ୍ତୁ ବର୍ତ୍ତମାନ ତ ସମସ୍ତେ ମୋବାଇଲ ଫୋନରେ କଥା ହଉଛନ୍ତି ନା ନାଇଁ, ତେଣୁ ବର୍ତ୍ତମାନ କଣ ହଉଛି ଆଉ ଏତେ ସମ୍ପର୍କୀୟଙ୍କର ତ ଚିଠି ଆସୁନାହିଁ, କିନ୍ତୁ ବିଭିନ୍ନ ସରକାରୀ ଚିଠି, ବ୍ୟାଙ୍କରୁ ଜରୁରୀ କାଳୀନ ଖବର ଏସବୁ ଆମର ପୋଷ୍ଟ ଅଫିସ ମାଧ୍ୟମରେ ଚିଠି ମାଧ୍ୟମରେ ଆମ ପାଖକୁ ଆସୁଛି। ଏହାପରେ ଦେଖ, ପୋଷ୍ଟ ଅଫିସ ଲୋକମାନଙ୍କୁ ପରସ୍ପର ସହିତ ସହଯୋଗ କରିବାରେ, ଯୋଗାଯୋଗ କରିବାରେ କିପରି ସାହାଯ୍ୟ କରେ? କିପରି ସାହାଯ୍ୟ କରେ ଯୋଗାଯୋଗ କରିବାରେ କୁହ? କଣ କରେ ପୋଷ୍ଟ ଅଫିସ? ପୋଷ୍ଟ ଅଫିସ ଲୋକମାନଙ୍କୁ ଯୋଗାଯୋଗ କରିବାରେ ନିମ୍ନଲିଖିତ ଭାବେ ସାହାଯ୍ୟ କରେ। କଣ କଣ ଦେଖିବା? ପ୍ରଥମେ ହେଲା ଚିଠି ଆଦାନ ପ୍ରଦାନ। ଏହା ମାଧ୍ୟମରେ ଆମେ ଦୂରରେ ରହୁଥିବା ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କୁ ଚିଠି, ପୋଷ୍ଟକାର୍ଡ ବା ଅନ୍ତର୍ଦେଶୀୟ ପତ୍ର ପଠାଇ ପାରୁ। ଆମେ କଣ କରୁ ନା ଆମର ଯାହା ଖବର ଆମେ ଚିଠିରେ ଲେଖି ପୋଷ୍ଟ ଅଫିସ ମାଧ୍ୟମରେ ଦୂରରେ ଥିବା ଲୋକମାନଙ୍କ ପାଖକୁ ପଠାଇ ଥାଉ, ଆଉ ସେମାନେ ତାକୁ ପଢି ଆମ ବିଷୟରେ ଖବର ପାଇଥାନ୍ତି। ଆଉ କଣ ହୁଏ ନା ପାର୍ସଲ ସେବା ହୁଏ। କୌଣସି ଜିନିଷ ବା ଉପହାର ଯଦି ଦୂରରେ କିଏ ଅଛନ୍ତି ତାଙ୍କ ପାଖକୁ ଆମର ପଠେଇବାର ଅଛି, ତେବେ ଆମେ ପୋଷ୍ଟ ଅଫିସ ଆମ ପାଇଁ ହେଉଛି ଏକ ନିର୍ଭର ଯୋଗ୍ୟ ମାଧ୍ୟମ। କାରଣ ପୋଷ୍ଟ ଅଫିସ ମାଧ୍ୟମରେ ପଠେଇଲେ ତାହା କୁଆଡେ ବି ହଜିବନି, ଆରାମ ସେ ଯାଇ ତାଙ୍କ ପାଖରେ ଠିକ ଜାଗାରେ ଠିକ ଲୋକଙ୍କ ପାଖରେ ଆରାମସେ ଯାଇ ତା ପହଞ୍ଚି ପାରିବ। ତା ସହିତ ମନି ଅର୍ଡର, ଯଦି ଦୂରରେ ଥିବା କାହା ପାଖକୁ, ମନେକର ତୁମେ ଯାଇ ହଷ୍ଟେଲରେ ରହି ଦୂରରେ ପଢିଲ, ସେ ସମୟରେ ତମ ଘର ଲୋକ ପଇସା କେମିତି ପଠାଉଥିଲେ? ଆଗରୁ ସେମାନେ ମନି ଅର୍ଡର କରୁଥିଲେ। ତୁମର ଯାହା ଦରକାର ପଇସା ସେମାନେ ମନି ଅର୍ଡର ମାଧ୍ୟମରେ ତୁମ ପାଖକୁ ପଠଉଥିଲେ, ଆଉ ପୋଷ୍ଟ ଅଫିସ ବାଲା ନେଇ କଣ କରୁଥିଲେ ନା ତୁମ ପାଖରେ ସେ ଟଙ୍କା ଟା ଠିକ ଜାଗାରେ ନେଇ ପହଞ୍ଚେଇ ଦଉଥିଲେ। ତା ସହିତ ସରକାରୀ ଯୋଗାଯୋଗ ମଧ୍ୟ ହଉଛି। ଯଦି କିଛି ଗୁରୁତ୍ୱପୂର୍ଣ୍ଣ ନୋଟିସ ବା କାଗଜ ପତ୍ର ସରକାରୀ ଅଫିସ ରୁ ଆସିଥାଏ କିମ୍ବା ବ୍ୟାଙ୍କ ରୁ ଆସିଥାଏ, ତାହେଲେ ସେସବୁକୁ ଆଣି ପୋଷ୍ଟ ଅଫିସ କଣ କରନ୍ତି ନା ଲୋକମାନଙ୍କ ପାଖରେ ଠିକ ଜାଗାରେ ପହଞ୍ଚେଇଥାନ୍ତି। କାରଣ ସରକାରୀ କାଗଜ ପତ୍ର ଯେତେବେଳେ ଆସିବ, ଯଦି ଠିକ ସମୟରେ ତମ ପାଖରେ ନ ପହଞ୍ଚିବ ତୁମ ମାନଙ୍କର ବହୁତ ଅସୁବିଧା ହବ। ତେଣୁ ପୋଷ୍ଟ ଅଫିସ କଣ କରନ୍ତି ନା ଏହି ସରକାରୀ କାଗଜ ଗୁଡିକୁ ଠିକ ସମୟରେ ଠିକ ଜାଗାରେ ନେଇ ସିଏ ପହଞ୍ଚାଇ ଦେଇଥାନ୍ତି। ବୁଝିପାରିଲ? ତେଣୁକରି ପୋଷ୍ଟ ଅଫିସ ଆମ ମାନଙ୍କୁ କଣ କଣ ସାହାଯ୍ୟ କରେ ନା ଯୋଗାଯୋଗରେ, ଚିଠି ପ୍ରଦାନରେ, ପାର୍ସଲ ସେବାରେ, ମନି ଅର୍ଡର କରିବାରେ ଆଉ ସରକାରୀ ଯୋଗାଯୋଗ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ବୁଝିପାରିଲ ସମସ୍ତେ? ଏବେ ଆସ ଆଗକୁ ଆମେ ଦେଖିବା। ଆଚ୍ଛା, ତୁମେ ମାନେ ଜାଣ କି ବହୁଦିନ ପୂର୍ବରୁ
ଲୋକମାନେ ନାଗାଡା ବଜାଇ ପଥରରେ ଖୋଦନ କରି ଯୋଗାଯୋଗ କରୁଥିଲେ। ଚିତ୍ରରେ ଦେଖିପାରୁଥିବ ଗୋଟେ ଲୋକକୁ ସେମାନେ କଣ କରୁଥିଲେ ନା ଦାୟିତ୍ୱ ଦେଇ ଦଉଥିଲେ। ସିଏ ଆସିବ ଗାଁ ମଝିରେ ଠିଆ ହବ, ଜୋର ଜୋରରେ ବାଜା ବଜେଇବ। ବାଜା ବଜେଇ ଲୋକମାନେ ତା ଚାରିପଟେ ଏକାଠି ହେବେ। ଏକାଠି ହେଲା ପରେ ସେ କଣ କରିବ ନା ଯାହା ଖବର ଆଣିଥିବ ସେ ନାଗାଡା ବଜେଇକି ସେ ଲୋକମାନଙ୍କୁ ଶୁଣେଇବ। ଠିକ ସେହିପରି ଯଦି ଆଉ ଟିକେ ପ୍ରାଚୀନ ଯୁଗକୁ ଯିବା, ଲୋକମାନେ କଣ କରୁଥିଲେ ନା ବିଭିନ୍ନ ପ୍ରକାର ସନ୍ଦେଶ ତାଙ୍କର ଯୋଉ ପାହାଡ ପର୍ବତର ଯୋଉ ଗୁମ୍ଫା ରହିଲା ସେ ଗୁମ୍ଫା ମଧ୍ୟରେ ସେମାନେ ଖୋଦନ କରି ଲେଖୁଥିଲେ। ଯାହାକି ଆଜି ବି ଯଦି ଆମେ ଦେଖିବା ତ ବିଭିନ୍ନ ପାହାଡ ପର୍ବତ ମଧ୍ୟରେ ଗୁମ୍ଫା ମାନଙ୍କରେ ଏଇଗୁଡିକ ଆମର ଖୋଦନ ହେଇ ଆଜି ବି ରହିଛି। ତେବେ ଦେଖ ତାପରେ ଧୀରେ ଧୀରେ କଣ ହେଲା ନା ଲୋକମାନେ ବାର୍ତ୍ତାବହକ ମାନେ ଜଣଙ୍କ ହାତରେ ସେ ଖବର ପଠାଇବେ। କାଗଜରେ ଲେଖି ଜଣଙ୍କ ହାତରେ ସେ କଣ କରୁଥିଲେ ନା ଖବର ପଠାଉଥିଲେ। ଆଉ ସିଏ ନେଇ କଣ କରୁଥିଲେ ନା ଠିକ ବ୍ୟକ୍ତିଙ୍କ ପାଖରେ ନେଇ ସେ ଖବରକୁ ପହଞ୍ଚାଇ ଦଉଥିଲେ। ତା ସହିତ ଆଉ କଣ ହଉଥିଲା ନା ପାରା ମାନଙ୍କ ଦ୍ଵାରା ମଧ୍ୟ ଚିଠି ପଠା ଯାଉଥିଲା। ପାରାଙ୍କ ଗୋଡରେ ଚିଠି ବାନ୍ଧିଦେବେ, ସେମାନେ କଣ କରିବେ ନା ଯେଉଁ ଲୋକ ପାଖରେ ଦବା କଥା ତା ପାଖରେ ନେଇ ସେ ତାକୁ ପହଞ୍ଚାଇ ଦେବେ। ଆଉ ପାରା ମାନେ ବି ଆମର ଚିଠି ନବା ଆଣିବା କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ବୁଝିପାରିଲ? ଚିତ୍ର ଦେଖିପାରୁଥିବେ ସମସ୍ତେ କିପରି ବାର୍ତ୍ତାବହକ ଆଉ ପାରା ମାନଙ୍କ ଦ୍ଵାରା ଆମର ଚିଠିର ଆଦାନ ପ୍ରଦାନ କାର୍ଯ୍ୟ କରାଯାଉଛି। ତାପରେ ଧୀରେ ଧୀରେ କଣ ହେଲା ନା ବହୁତ ଦିନ ପରେ ଯେତେବେଳେ ଇଂରେଜ ଶାସନ ଆମ ଆସିଲା ସେ ସମୟରେ କଣ ହେଲା ନା ଭାରତରେ ଡାକ ସେବା ଆରମ୍ଭ ହେଲା। ମୁଖ୍ୟତଃ ଏହା ଅନ୍ୟମାନଙ୍କ ପାଖକୁ ଚିଠି ପଠାଇବା, ପାର୍ସଲ, ଗୁରୁତ୍ୱପୂର୍ଣ୍ଣ ନଥିପତ୍ର, ଟଙ୍କା ପଇସା ପଠାଇବା ପାଇଁ ବ୍ୟବହାର କରାଯାଉଥିଲା। ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନ ଚିଠି ପଠାଇବା, ପାର୍ସଲ ପଠାଇବା, ଯାହା ଗୁରୁତ୍ୱପୂର୍ଣ୍ଣ ସରକାରୀ କାଗଜ ପତ୍ର ରହିଲା, ଟଙ୍କା ପଇସା ମନି ଅର୍ଡର କରିବା, ଏ ସବୁ କାମ ପାଇଁ ଆମର ମୁଖ୍ୟତଃ ପୋଷ୍ଟ ଅଫିସକୁ ବ୍ୟବହାର କରାଗଲା। ତାପରେ କାଳକ୍ରମେ କଣ ହେଲା ନା ଟେଲିଫୋନ, ରେଡିଓ ଓ ଟେଲିଭିଜନ ଯେତେବେଳେ ଉଦ୍ଭାବନ ହେଲା ସେ ଯୋଗାଯୋଗ ବ୍ୟବସ୍ଥାକୁ ସୂଚନା ପ୍ରଦାନକୁ ସହଜ କରିଦେଲା। କାରଣ ଟେଲିଫୋନ ଆସିଲା ଯେତେବେଳେ ଆମେ ଡାଇରେକ୍ଟ ଆଉ ଚିଠି ନ ଲେଖି ଆମେ ଡାଇରେକ୍ଟ କଣ କଲେ ନା ପୋଷ୍ଟ ଆମର ଟେଲିଫୋନରେ ସିଧାସଳଖ ତାଙ୍କ ପାଖକୁ ଆମେ ଖବର ପଠେଇ ଦେଇ ପାରିଲେ। ତା ସହିତ ରେଡିଓ ମାଧ୍ୟମରେ କଣ ହେଲା ନା ଦୂର ଅଞ୍ଚଳର କିଛି ଖବର ଆମେ ଶୁଣି ପାରିଲେ ରେଡିଓ ମାଧ୍ୟମରେ। ଯେତେବେଳେ ଟେଲିଭିଜନ ଆସିଗଲା ସେ ସମୟରେ କଣ ହେଲା ନା ଦୂର ଅଞ୍ଚଳର ଖବର ଆମେ ଦେଖିବା ସହିତ ଶୁଣି ମଧ୍ୟ ପାରିଲେ। ତେଣୁକରି ସହଜରେ କଣ ହେଲା ନା ଦୂର ଅଞ୍ଚଳ ସୂଚନା ଆମକୁ ମିଳିପାରିଲା, ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ହେଇପାରିଲା। କିନ୍ତୁ ଆଜି ଯଦି ଆମେ ଦେଖିବା ଆମ ପାଖରେ ମୋବାଇଲ ଫୋନ ଅଛି। ତମ ଘରେ ଅଛି? ସମସ୍ତଙ୍କ ଘରେ ବର୍ତ୍ତମାନ ମୋବାଇଲ ଫୋନ ଅଛି। ମୋବାଇଲ ଫୋନ ମାଧ୍ୟମରେ ଆଉ ଇଣ୍ଟରନେଟ ବ୍ୟବହାର କରୁଥିବା କମ୍ପ୍ୟୁଟର ଅଛି। ତେଣୁ ଏହା ଦ୍ଵାରା କଣ ହଉଛି ନା ମାତ୍ର କିଛି ସେକେଣ୍ଡରେ ଯେକୌଣସି ବ୍ୟକ୍ତି ସହିତ ସଂଯୋଗ ସ୍ଥାପନ କରୁଥିଲେ ବର୍ତ୍ତମାନ ଆମେ କରିପାରୁଛେ। ଯେକୌଣସି ସ୍ଥାନକୁ ସଂଯୋଗ କରିବାରେ ଏହା ଆମକୁ ସାହାଯ୍ୟ କରୁଛି। ଅତି ସହଜରେ ଆମେ ଅନ୍ୟମାନଙ୍କ ପାଖରେ ପହଞ୍ଚି ପାରୁଛେ। କାରଣ ଟେଲିଫୋନ ହଉଥିଲା କଣ ହଉଥିଲା ନା ଗୋଟେ ଦିନ ଟେଲିଫୋନ ଯଦି ଗାଁରେ ଥିବ ସମସ୍ତେ ସେଇଠି ଯାଇ କଥା ହେବେ। କିନ୍ତୁ ବର୍ତ୍ତମାନ କଣ ହଉଛି ନା ମୋବାଇଲ ଫୋନ ସମସ୍ତଙ୍କ ପାଖରେ, ସମସ୍ତେ ସହଜରେ ନିଜ ନିଜ ମୋବାଇଲ ଫୋନରେ ସାଙ୍ଗେ ସାଙ୍ଗେ କଥା ହେଉଛନ୍ତି। ଇଣ୍ଟରନେଟ ମାଧ୍ୟମରେ କଣ ଯେକୌଣସି ସ୍ଥାନରେ ଥିଲେ ବି ଦେଶ ଦୁନିଆର ଖବର ସାଙ୍ଗେ ସାଙ୍ଗେ ସେମାନେ ଇଣ୍ଟରନେଟ ମାଧ୍ୟମରେ ପାଇ ଯାଉଛନ୍ତି। ଆଉ କମ୍ପ୍ୟୁଟର ବ୍ୟବହାର କରି ମଧ୍ୟ ଇଣ୍ଟରନେଟକୁ ଆମେ ଯାଇପାରିବା। କିଛି ସେକେଣ୍ଡରେ ଆମେ ଯେକୌଣସି ବ୍ୟକ୍ତି ସହ ସଂଯୋଗ କରିପାରିବା। ତେଣୁ ଏହା ଶୁଣି ନବ୍ୟା ଜେଜେଙ୍କୁ କଣ କଲା ଦେଖିବା। ଜେଜେ ତୁମର ମୋବାଇଲ ଫୋନ ନଥିଲା କି? ଜେଜେ ଯେହେତୁ କହିଲେ କଣ ଚିଠି ସିଏ ପଠଉଥିଲେ, ତେଣୁ ନବ୍ୟା ପଚାରୁଛି ଯେ ତୁମ ସମୟରେ ମୋବାଇଲ ଫୋନ ନଥିଲା କି? ଜେଜେ କହିଲେ ନା ନବ୍ୟା, ଆମେ ଚିଠି ଲେଖୁଥିଲୁ। ବେଳେ ବେଳେ ଉତ୍ତର ପାଇବା ପାଇଁ ସପ୍ତାହେ ଲାଗି ଯାଉଥିଲା। ଏହା ପ୍ରକୃତରେ ଲମ୍ବା ସମୟ। କାରଣ ଚିଠି ଲେଖିବ, ଚିଠି ଯାଇ ତାଙ୍କ ପାଖରେ ପହଞ୍ଚିବ, ସେ ଚିଠି ପଢିକି ତାର ଉତ୍ତର ଲେଖିବେ, ସେ ପୁଣି ଚିଠି ପଠାଇବେ, ତୁମ ପାଖକୁ ଆସି ପହଞ୍ଚିବ। ତେଣୁକରି ଏମିତି ଅନେକ ସମୟ ଲାଗି ଯାଉଥିଲା। ହଁ, ମୋବାଇଲ ଫୋନ ଓ ଇମେଲ ଦ୍ଵାରା ଯୋଗାଯୋଗ ଖୁବ ଶୀଘ୍ର ହୋଇପାରିଛି।
ତଥାପି ବେଳେ ବେଳେ ହାତ ଲେଖା ଚିଠି ଲେଖିବା ଓ ପଢିବାର ଆନନ୍ଦକୁ ହରାଇବାକୁ ପଡିଥାଏ। ତେଣୁ ବେଳେ ବେଳେ କଣ ହଉଛି ନା ଚିଠି ଲେଖି ଯୋଉ ହାତ ଲେଖା ଚିଠି ପଢିବାର ଆନନ୍ଦ, ସେ ଆନନ୍ଦକୁ ମଧ୍ୟ ବେଳେ ବେଳେ ଆମକୁ କଣ କରିବାକୁ ପଡୁଛି ନା ହରେଇବାକୁ ପଡୁଛି। ତେବେ ଆସ ଆମେ କେତୋଟି ପ୍ରଶ୍ନର ଉତ୍ତର ଦେବା। ଦୂରରେ ରହୁଥିବା ଲୋକଙ୍କୁ ଟଙ୍କା ପଠାଇବା ପାଇଁ ପୋଷ୍ଟ ଅଫିସରେ କେଉଁ ସେବା ବ୍ୟବହାର କରାଯାଏ? ମନି ଅର୍ଡର, ନାଇଁ? ପୂର୍ବ କାଳରେ ଖବର ପଠାଇବା ପାଇଁ କେଉଁ ପକ୍ଷୀର ସାହାଯ୍ୟ ନିଆଯାଉଥିଲା? ପାରା। ଭେରି ଗୁଡ। ପୋଷ୍ଟ ଅଫିସରୁ ମିଳୁଥିବା ହଳଦିଆ ରଙ୍ଗର କାର୍ଡକୁ କଣ କୁହାଯାଏ? ପୋଷ୍ଟ କାର୍ଡ। ଭେରି ଗୁଡ। ଆସ କେତୋଟି ଶୂନ୍ୟ ସ୍ଥାନ ପୂରଣ କରିବା। ଚିଠି ଉପରେ ଡ୍ୟାସ୍ ନ ଲଗାଇଲେ ତାହା ପଠାଯାଇ ପାରିବ ନାହିଁ। ଡାକ ଟିକେଟ ଲଗାଇବାକୁ ପଡିବ ଚିଠି ଉପରେ, ନାଇଁ? ନହେଲେ ସେ ପଠାଯାଇ ପାରିବ ନାହିଁ। ପାର୍ସଲ ମାଧ୍ୟମରେ ଆମେ ବିଭିନ୍ନ ଡ୍ୟାସ୍ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ପଠାଇ ପାରିବା, ଜିନିଷ ବା ଉପହାର। ବର୍ତ୍ତମାନ ସମୟରେ ବିଭିନ୍ନ ଡ୍ୟାସ୍ ବ୍ୟାଙ୍କରୁ ଜରୁରୀକାଳୀନ ଚିଠି ଆସିଥାଏ। ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କରୁ ଜରୁରୀକାଳୀନ ଚିଠି ଆସିଥାଏ। ତାହେଲେ ଆସ କିଛି ସ୍ତମ୍ଭ ମୂଳନ ଆମେ କରିବା। ପାସବୁକ୍ ରେ କଣ ଥାଏ କହିଲ? ଟଙ୍କା ଜମାର ବିବରଣୀ। ଯେତେବେଳେ ଆମେ ପାସବୁକ୍ ଆମେ କେତେବେଳେ ମିଳିବ? ଯେତେବେଳେ ପୋଷ୍ଟ ଅଫିସରେ ଆମେ ଟଙ୍କା ରଖିବା, ସେଠି ଆମେ ଗୋଟେ ପାସବୁକ୍ ଦେବେ। ସେଥିରେ ଆମର ଯାହା ଯାହା ବିବରଣୀ ଅଛି ତମର ଟଙ୍କାର, ସେଥିରେ ଲେଖା ହେଇ ରହିଥିବ। ଟେଲିଗ୍ରାମରେ କଣ ହୁଏ ନା ଅତି ଜରୁରୀ ଖବର ପଠା ଯାଇଥାଏ। ସେହିପରି ପୋଷ୍ଟମ୍ୟାନ କଣ କରନ୍ତି? ଚିଠି ପହଞ୍ଚାଇବା କାମ କରିଥାନ୍ତି। ଡାକ ଟିକେଟ କୋଉଥିରେ ଲାଗେ? ପୋଷ୍ଟ କାର୍ଡ ଉପରେ ଲାଗିଥାଏ। ଆସ ଆଉ କେତୋଟି ପ୍ରଶ୍ନ ଉତ୍ତର ଦେବା। ପୋଷ୍ଟ ଅଫିସ ଆମକୁ କିପରି ସାହାଯ୍ୟ କରିଥାଏ? ପୋଷ୍ଟ ଅଫିସ ଆମକୁ ଚିଠି ଆଦାନ ପ୍ରଦାନ କରିବାରେ, ଟଙ୍କା ପଠାଇବାରେ ଓ ସଞ୍ଚୟ କରିବାରେ ସାହାଯ୍ୟ କରିଥାଏ। ଚିଠି ପଠଉଛେ, ଟଙ୍କା ପଠଉଛେ, ପାର୍ସଲ ପଠଉଛେ, ଟଙ୍କା ମଧ୍ୟ ସଞ୍ଚୟ କରି ଆମେ ପୋଷ୍ଟ ଅଫିସରେ ରଖୁଛେ। ଆଗ କାଳରେ ଲୋକମାନେ କିପରି ଖବର ପଠାଉଥିଲେ? ପାରା ମାଧ୍ୟମରେ କିମ୍ବା ଦୂତ ମାଧ୍ୟମରେ, ବାର୍ତ୍ତା ବହକ ମାଧ୍ୟମରେ ଖବର ପଠାଉଥିଲେ। ବର୍ତ୍ତମାନ ସମୟରେ କାହିଁକି ଚିଠି ପହଞ୍ଚିବା କଷ୍ଟକର ହେଉନାହିଁ? କାରଣ ପରିବହନ ବ୍ୟବସ୍ଥାର ଉନ୍ନତି ହୋଇଛି, ଉପର ଠିକଣା ପିନକୋଡ ବ୍ୟବହାର କରାଯାଉଛି, ଯାହାକି ଚିଠି ପହଞ୍ଚିବା ସହଜ କରିଦେଇଛି। ତ ବୁଝିପାରିଲ ସମସ୍ତେ? ତ ଏହା ହିଁ ଥିଲା ଆମର ଆଜିର ଅଧ୍ୟାୟର ଆଲୋଚନାର ବିଷୟବସ୍ତୁ। ଆଶା କରୁଛି ତୁମେ ମାନେ କିଛି ନୂଆ କଥା ଶିଖିଥିବ। ତେବେ ଆଜିର ଏହି ଅଧ୍ୟାୟକୁ ଆମେ ଏଇଠି ରଖିବା। ପୁଣି ଆଗାମୀ ଅଧ୍ୟାୟରେ ଦେଖାହବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।